ଆଜ୍ଞା, କଥାରେ ଅଛି ନିଜ ଦେହ ପାଇଁ ନିଜେ ବୈଦ ହବା। ଏଇଟା ଆଜ୍ଞା ସମ୍ପୂର୍ଣ୍ଣ ଠିକ୍। ପ୍ରତ୍ୟେକ ମଣିଷ ଯଦି ନିଜ ଶରୀର ପ୍ରତି ସଜାଗ ରୁହେ, ଅର୍ଥାତ୍ ପ୍ରତିଦିନ ଯଦି ପ୍ରତ୍ୟେକ ବ୍ୟକ୍ତି ନିଜର ସୁରକ୍ଷା ପାଇଁ, ନିଜ ଦେହର ଓଜନ କମାଇବା ପାଇଁ, ନିଜକୁ ଶାନ୍ତିର ରଖିବା ପାଇଁ ହେଲେ ଅଷ୍ଟାଙ୍ଗ ଯୋଗ ଏକମାତ୍ର ଆବଶ୍ୟକ। ତେଣୁ କଥାରେ ଅଛି ଯେମିତି ନିଜ ଦେହକୁ ନିଜେ ବୈଦ, ଠିକ୍ ସେଇ ରକମ ଯଦି ପ୍ରତ୍ୟେକ ଦିନ ଅଷ୍ଟାଙ୍ଗ ଯୋଗ ଆପଣ କରନ୍ତି, ଆପଣଙ୍କ ଦେହରେ ରୋଗ ଆସିବା ବହୁ କଷ୍ଟ ଆଜ୍ଞା। କାରଣ ଅଷ୍ଟାଙ୍ଗ ଯୋଗ କଲେ ଦେହରେ କୌଣସି ରୋଗ ରହିବ ନାହିଁ। ବହୁତ ବାର ମୁଁ କହିସାରିଛି, ଆଉ ଆପଣଙ୍କୁ ଏଇ ଅଳ୍ପ ସମୟ ଭିତରେ ସାମାନ୍ୟ କଥା କହୁଛି ବା ଯୋଗ କରୁଛି। ଦେଖନ୍ତୁ ଯେ କି ପ୍ରତ୍ୟେକ ସମୟରେ ଯୋଗ ଆରମ୍ଭରେ ଆପଣ ନିଜର ନିତ୍ୟକର୍ମ ସାରି ଯୋଗ କରିବେ। ଆଉ ଯୋଗ କରିବା ସମୟରେ ଆପଣ ଦେଖନ୍ତୁ, ପ୍ରଥମେ ଆରମ୍ଭ କରିବେ ଯୋଗର ମନ୍ତ୍ର ଔମ 9 ଥର କରିବେ। ନିଶ୍ୱାସ ନେବେ ନାକ ବାଟେ, ଛାଡ଼ିବେ ପାଟି ବାଟେ। ଏକଥା କହିଛି। ଏବେ ଦେଖନ୍ତୁ ମୁଁ କରୁଛି, ଏଟା ମାତ୍ର 9 ଥର କରିବେ। ଆଉ ଝାଡ଼ା ପରିସ୍ରା ମଝିରେ ମାଁ ଗୋଇଠିକି ରଖିବେ। ତାପରେ ଡାହାଣ ପାଦଟି ଉପରକୁ ରଖିବେ, ରଖିକି କରିବେ। ଦେଖନ୍ତୁ ଆଖି ବୁଜିକି କଲେ ଧ୍ୟାନଟା ଠିକ୍ ରହେ। ଆଖି ବୁଜି କରନ୍ତୁ। କତରୁ ଆରମ୍ଭ କରିବେ, ଉ ମଝିରେ ରହିବ, ମଟା ଶେଷ। ନିଶ୍ୱାସ ନେବେ ଯେତିକି, ଛାଡ଼ିବେ ପାଟି ବାଟେ ଟିକେ ବେଶୀ ଛାଡ଼ନ୍ତୁ। ଯେମିତି ମୁଁ କରୁଛି ଠିକ୍ ସେ ରକମ। ଏଇ ଔମ ମନ୍ତ୍ର 9 ଥର କରିବେ। 9 ଥର ପରେ ଶିବହଂ ମନ୍ତ୍ର କରିବେ। ରହିଲେ ଆଜ୍ଞା। ଜୟ ପିତାମାତା କି ଜୟ।